ମୁସଲିମ ବୋଲି ମିଳୁନି ଦଳରେ ଜାଗା। ମହମ୍ମଦ ସାମି ସିରାଜକୁ ମୁସଲିମ କାରଣରୁ ମିଳୁନି ସୁଯୋଗ। ଏଆଇଏମ୍ଆଇଏମ୍ ଏବଂ ସପା ନେତାଙ୍କ ବିବାଦୀୟ ବୟାନ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ଏବଂ ଯଦି ପ୍ରଧାନ ନ୍ୟୁଜ୍ ଓଡ଼ିଶାକୁ ଉପକୃତ ରହି ଆସିଛନ୍ତି ନିଶ୍ଚିତ ଭାବରେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, କାରଣ ଏଠାରେ ଆପଣଙ୍କୁ ଓଡ଼ିଶାର ଏବଂ ଦେଶ ବିଦେଶର ସମସ୍ତ ଖବର ସହିତ ଖେଳ ଖବର ମଧ୍ୟ ଭରାଭର ମିଳିଯାଏ। ଏବଂ ହଁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଜ୍ଞା, ମହାରାଷ୍ଟ୍ର ରାଜନୀତିରେ ଭାରତୀୟ କ୍ରିକେଟ ସମ୍ପର୍କରେ ବିବାଦୀୟ ବୟାନର ଏକ ଲହରୀ ଆରମ୍ଭ ହୋଇଛି। ଚଳିତ ଟି-20 ବିଶ୍ୱକପ୍ ଯୋଗୁଁ ରାଜ୍ୟରେ ରାଜନୀତି ସରଗରମ ରହିଛି। ବୋଲର ମହମ୍ମଦ ସାମି ଏବଂ ସିରାଜକୁ ଟିମ୍ ଇଣ୍ଡିଆର ପ୍ଲେଇଂ 11ରୁ ବାଦ୍ ଦିଆଯିବା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଏଆଇଏମ୍ଆଇଏମ୍ ଏବଂ ସମାଜବାଦୀ ପାର୍ଟି ନେତାମାନେ ଅଭିଯୋଗ କରିଛନ୍ତି ଯେ ମହମ୍ମଦ ସାମି ଏବଂ ସିରାଜ ଦୁହେଁ ମୁସଲମାନ ହୋଇଥିବାରୁ ସେମାନଙ୍କୁ ଦଳରେ ସୁଯୋଗ ଦିଆଯାଉ ନାହିଁ। ଏହି ସମୟରେ ଶାସକ ଦଳ ଏବଂ କଂଗ୍ରେସ ଦଳର ନେତାମାନେ ଏହି ଦାବିଗୁଡ଼ିକୁ ସମାଲୋଚନା କରିଛନ୍ତି। ଆସନ୍ତୁ ସମ୍ପୂର୍ଣ୍ଣ କାହାଣୀ କ'ଣ ଜାଣିବା। ଆଜ୍ଞା, ମୁଫ୍ତି ଇସମାଇଲ ଏବଂ ଆବୁ ଆଜମୀଙ୍କ କଠୋର ଶବ୍ଦ। ମାଲେଗାଁଓର ଏଆଇଏମ୍ଆଇଏମ୍ ବିଧାୟକ ମୁଫ୍ତି ଇସମାଇଲ ପ୍ରଶ୍ନ ଉଠାଇ କରିଛନ୍ତି ଯେ ପ୍ରତି କ୍ଷେତ୍ରରେ ମୁସଲମାନମାନଙ୍କୁ ଅଣଦେଖା କରାଯାଉଛି ଏବଂ ଟିମ୍ ଇଣ୍ଡିଆରେ ମଧ୍ୟ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଉ ନାହିଁ କାରଣ ସେମାନେ ମୁସଲମାନ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ଏହା ଏକ କାରଣ ହୋଇପାରେ। ଏହାପରେ ସମାଜବାଦୀ ପାର୍ଟି ମହାରାଷ୍ଟ୍ର ଏବଂ ମୁମ୍ବାଇର ସଭାପତି ଆବୁ ଆଜମୀ ମଧ୍ୟ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ସେ ଅଭିଯୋଗ କରିଥିଲେ ବିଜେପି ଶାସନରେ ଅନେକ କ୍ଷେତ୍ରରେ ମୁସଲମାନଙ୍କ ପ୍ରତି ଭେଦଭାବ କରାଯାଉଛି ଏବଂ ଯଦି ଏହା କ୍ରିକେଟରେ ଘଟୁଛି ତେବେ ଏହା ଏକ ଗମ୍ଭୀର ବିଷୟ। ସିରାଜ ଏବଂ ସାମିକୁ ମଧ୍ୟ ମୁସଲମାନ ହୋଇଥିବାରୁ ଦଳରୁ ବାଦ୍ ଦିଆଯାଉଛି। ଏନ୍ସିପି ମାନେ ଅଜିତ ପାୱାରଙ୍କ ଗୋଷ୍ଠୀର ମୁସଲମାନ ବିଧାୟକ ଏବଂ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମୁଖ୍ୟ ଇଦ୍ରିସ ନାୟକୱାଡି ଏହି ଅଭିଯୋଗଗୁଡ଼ିକୁ ରାଜନୈତିକ ବୋଲି ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଅତୀତରେ ମହମ୍ମଦ ଆଜାରୁଦ୍ଦିନ ଏବଂ ମନସୁର ଅଲି ଖାନ ପଟେଦୀଙ୍କ ପରି ଅନେକ ମୁସଲିମ ଖେଳାଳି ଭାରତୀୟ ଦଳର ଅଂଶ ଥିଲେ ଏବଂ ଅଧିନାୟକ ମଧ୍ୟ ହୋଇଥିଲେ। କ୍ରୀଡ଼ାରେ ଧର୍ମ ଆଣିବା ଭୁଲ। କଂଗ୍ରେସ ନେତା ଅମିନ ପଟେଲ ମଧ୍ୟ କହିଛନ୍ତି ଯେ ଖେଳାଳିମାନଙ୍କୁ ଯୋଗ୍ୟତା ଏବଂ ପ୍ରଦର୍ଶନ ଆଧାରରେ ଚୟନ କରାଯାଏ। ସେ ଏପରି ବୟାନ ଦେବା ଅନୁଚିତ ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଭାରତ ଗୋଗାୱାଲେ ଏବଂ ଯୁବ ସ୍ୱାଭିମାନ ପାର୍ଟି ନେତା ଏବଂ ବିଧାୟକ ରବି ରାଣା କହିଛନ୍ତି ଯେ ଭାରତୀୟ ଦଳରେ ଚୟନ ଯୋଗ୍ୟତା ଏବଂ ପରିସ୍ଥିତି ଉପରେ ଆଧାରିତ। ହିନ୍ଦୁ ମୁସଲିମ ରାଜନୀତି ଖେଳିବା ସମାଜରେ ଫାଟ ସୃଷ୍ଟି କରିବା ପରି ଏବଂ ଯେଉଁମାନେ ଏହି ବୟାନ ଦେଉଛନ୍ତି ସେମାନେ କ୍ଷମା ମାଗିବା ଉଚିତ। ତ ଦର୍ଶକ ବନ୍ଧୁ, ଆମେ ଦେଖା ଅନ୍ୟ ଖବର ସହିତ ଏବଂ ଏହା ରହୁଛି। ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।